ତୁଳସୀ ପତ୍ର ଖାଇବା ଦ୍ୱାରା କେଉଁ ରୋଗ ମୂଳରୁ ଭଲ ହୋଇଥାଏ? ଅପସନ୍ ଏ ଶ୍ୱାସ ରୋଗ, ଅପସନ୍ ବି କୋଷ୍ଠକାଠିନ୍ୟ, ଅପସନ୍ ସି କ୍ୟାନ୍ସର, ଅପସନ୍ ଡି ହଇଜା। ଏହାର ଉତ୍ତର ହେଇଯିବ ଅପସନ୍ ଏ ଶ୍ୱାସ ରୋଗ। ତୁଳସୀ ପତ୍ର ଖାଇବା ଦ୍ୱାରା ଯାହାକି ମୂଳରୁ ଭଲ ହୋଇଥାଏ। ପରବର୍ତ୍ତୀ ପ୍ରଶ୍ନ, କେଉଁ ପରିବା ଖାଇବା ଦ୍ୱାରା ରକ୍ତହୀନତା ସମସ୍ୟା ମୂଳରୁ ଦୂର ହୋଇଥାଏ? ଅପସନ୍ ଏ ବିଟ୍, ଅପସନ୍ ବି ମୂଳା ଶାଗ, ଅପସନ୍ ସି କଲରା, ଅପସନ୍ ଡି ବନ୍ଧାକୋବି। ଏହାର ଉତ୍ତର ହେଇଯିବ ଅପସନ୍ ଏ ବିଟ୍। ବିଟ୍ ପରିବା ଖାଇବା ଦ୍ୱାରା ଯାହାକି ରକ୍ତହୀନତା ସମସ୍ୟା ମୂଳରୁ ଦୂର ହୋଇଥାଏ। ପରବର୍ତ୍ତୀ ପ୍ରଶ୍ନ, କେଉଁଥିରେ ତିଆରି ଖାଦ୍ୟ ଖାଇଲେ ଶରୀରରେ ସୁଗାର ହଠାତ୍ ବଢ଼ିଥାଏ? ଅପସନ୍ ଏ ଗହମ, ଅପସନ୍ ବି ଚାଉଳ, ଅପସନ୍ ସି ବେସନ, ଅପସନ୍ ଡି ମଇଦା। ଏହାର ଉତ୍ତର ହେଇଯିବ ଅପସନ୍ ଡି ମଇଦା। ମଇଦାରେ ତିଆରି ଖାଦ୍ୟ ଖାଇବା ଦ୍ୱାରା ଯାହାକି ସୁଗାର ହଠାତ୍ ବଢ଼ିଥାଏ। ପରବର୍ତ୍ତୀ ପ୍ରଶ୍ନ, ଅଧିକ ସମୟ ବସି ରହିଲେ କେଉଁ ରୋଗ ହୋଇଥାଏ? ଅପସନ୍ ଏ ଜଣ୍ଡିସ୍, ଅପସନ୍ ବି ଡାଇରିଆ, ଅପସନ୍ ସି କ୍ୟାନ୍ସର, ଅପସନ୍ ଡି ବ୍ଲଡ୍ ପ୍ରେସର। ଏହାର ଉତ୍ତର ହେଇଯିବ ଅପସନ୍ ଡି ବ୍ଲଡ୍ ପ୍ରେସର। ଅଧିକ ସମୟ ବସି ରହିଲେ ବ୍ଲଡ୍ ପ୍ରେସର ରୋଗ ହୋଇଥାଏ। ପରବର୍ତ୍ତୀ ପ୍ରଶ୍ନ, ଛାତି ଓ ଗଳାରେ କଫ ଜମିଥିଲେ କଣ ମାତ୍ର 2 ଥର ପିଇଲେ ଘିଅ ଭଳି କଫ ତରଳିଯିବ? ପ୍ରଶ୍ନଟି ଆଉଥରେ କରୁଛି, ଛାତି ଓ ଗଳାରେ କଫ ଜମିଥିଲେ କଣ ମାତ୍ର 2 ଥର ପିଇଲେ ଘିଅ ଭଳି କଫ ତରଳିଯିବ? ଅପସନ୍ ଏ ତୁଳସୀ ପତ୍ର, ଅପସନ୍ ବି ଅଦା, ଅପସନ୍ ସି ଲବଙ୍ଗ, ଅପସନ୍ ଡି ଗୋଲମରିଚ। ଏହାର ଉତ୍ତର ହେଇଯିବ ଏହି ସମସ୍ତ। ଛାତି ଓ ଗଳାରେ କଫ ଜମିଥିଲେ ଯାହାକି ତୁଳସୀ ପତ୍ର, ଅଦା, ଲବଙ୍ଗ ଓ ଗୋଲମରିଚ ଖାଇବା ଦ୍ୱାରା ଯାହାକି ଛାତିରେ କଫ ଜମିଥିଲେ ଘିଅ ଭଳି କଫକୁ ତରଳାଇ ବାହାର କରିଥାଏ। ପରବର୍ତ୍ତୀ ପ୍ରଶ୍ନ, କଣ ଖାଇବା ଦ୍ୱାରା ଶକ୍ତିହୀନତା ଓ ଗଳା ଯନ୍ତ୍ରଣା ଦୂର ହୋଇଥାଏ? ଅପସନ୍ ଏ କ୍ଷୀର, ଅପସନ୍ ବି ଗୁଡ଼, ଅପସନ୍ ସି ମହୁ, ଅପସନ୍ ଡି ଲବଙ୍ଗ। ଉତ୍ତର ହେଇଯିବ ମହୁ। ମହୁ ଖାଇବା ଦ୍ୱାରା ଶକ୍ତିହୀନତା ଓ ଗଳା ଯନ୍ତ୍ରଣାରୁ ଦୂର ହୋଇଥାଏ। ପରବର୍ତ୍ତୀ ପ୍ରଶ୍ନ, କେଉଁ ପତ୍ର ଫୁଟାଇ ପିଇଲେ କିଡନୀ ଜନିତ ସମସ୍ୟା ଦୂର ହୋଇଥାଏ? ପ୍ରଶ୍ନଟି ଆଉଥରେ କରୁଛି, କେଉଁ ପତ୍ର ଫୁଟାଇ ପିଇଲେ କିଡନୀ ଜନିତ ସମସ୍ୟା ଦୂର ହୋଇଥାଏ? ଅପସନ୍ ଏ ତୁଳସୀ ପତ୍ର, ଅପସନ୍ ବି ପିଜୁଳି ପତ୍ର, ଅପସନ୍ ସି ଧନିଆ ପତ୍ର, ଅପସନ୍ ଡି କଲରା ପତ୍ର। ଏହାର ଉତ୍ତର ହେଇଯିବ ଅପସନ୍ ଏ ତୁଳସୀ ପତ୍ର। ତୁଳସୀ ପତ୍ରକୁ ଯାହାକି ଫୁଟାଇ ପିଇଲେ କିଡନୀ ଜନିତ ସମସ୍ୟା ଦୂର ହୋଇଥାଏ।